ଶ୍ରୀମନ୍ଦିର ଭିତର ଓ ବାହାର ରତ୍ନଭଣ୍ଡାର ଗଣତି ମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକାକୁ ପରିଚାଳନା କମିଟି ମୋହର ମାରିଛି। ରାଜ୍ୟ ସରକାରଙ୍କ ଅନୁମୋଦନ ଆସିବା ପରେ ଶୁଭବେଳାରେ ଗଣତି ମଣତି ଆରମ୍ଭ ହେବ। ଚାରିଆଡ଼ୁ ବିରୋଧ ଓ ସମାଲୋଚନା ପରେ ଭକ୍ତ ନିବାସରେ କମିଲା ପାର୍କିଂ ଫି। ସେହିପରି ସେବାୟତଙ୍କ ପିଲାଙ୍କ ଆଧ୍ୟାତ୍ମିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ପାଇଁ ବିର୍ଲା ସହ ହୋଇଥିବା ଆଦର୍ଶ ଗୁରୁକୁଳ ଚୁକ୍ତି ବାତିଲ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଆଦର୍ଶ ଗୁରୁକୁଳ ସୋସାଇଟି ସାଧାରଣ ପରିଷଦ ବୈଠକ ହୋଇଥିଲା। ଆଦର୍ଶ ଗୁରୁକୁଳ ପାଇଁ ବିର୍ଲା ସହ ପୂର୍ବରୁ ହୋଇଥିବା ଚୁକ୍ତି ବାତିଲ କରାଯାଇଛି। ନୂତନ ସଂସ୍ଥା ସହ ଏମ୍ଓୟୁ ହେବ। ମାଟିତୋଟରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ରତ୍ନଭଣ୍ଡାର ଗଣତି ମଣତି ପାଇଁ ସଂଶୋଧିତ ମାର୍ଗଦର୍ଶିକା ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଲାଭ କରିଛି। ରାଜ୍ୟ ସରକାରଙ୍କର ଚୂଡ଼ାନ୍ତ ଅନୁମୋଦନ ଆସିବା ପରେ ଗଣତି ମଣତି ଆରମ୍ଭ ହେବ। ଏଥିପାଇଁ 11 ପୃଷ୍ଠାର ଏସ୍ଓପି ପ୍ରସ୍ତୁତ ହୋଇଛି। ଅଳଙ୍କାର ଡିଜିଟାଲାଇଜେସନ୍ ହେବ। ପ୍ରଥମ ଦିନ ତିଥି ଲଗ୍ନ ବାର ଦେଖି ସ୍ଥିରୀକୃତ କରାଯିବ। ତାରିଖ ସ୍ଥିରୀକୃତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯିବ। ଗଣତି ମଣତି ସମୟରେ ଭକ୍ତଙ୍କ ଦର୍ଶନ ପ୍ରଭାବିତ ହେବ ନାହିଁ। ବାହାର କାଠରୁ ଦର୍ଶନ ହେବ। ପରିଚାଳନା କମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି। ମହାପ୍ରଭୁଙ୍କର ନୂତନ ରତ୍ନପଲଙ୍କ ପ୍ରସ୍ତୁତ ହୋଇଛି। ପରାମର୍ଶ ଓ ଶୁଭବେଳା ଦେଖି ରତ୍ନପଲଙ୍କ ବ୍ୟବହୃତ ହେବ। ସେହିପରି ଗୁଣ୍ଡିଚା ମନ୍ଦିରକୁ ଆଉ ନିଲାମ ଦିଆଯିବ ନାହିଁ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ବୁଲି ଦେଖିବା ପରେ ଗୁଣ୍ଡିଚା ମନ୍ଦିର ଖୋଲିବ। ଭକ୍ତଙ୍କ ପାଇଁ ପ୍ରବେଶ ଫି 10 ଟଙ୍କା ରଖାଯାଇଛି। ତେବେ ମୋବାଇଲ ଓ ଜୋତା ଷ୍ଟାଣ୍ଡ ନିଃଶୁଳ୍କ ରହିବ। 4ଟି ଭକ୍ତ ନିବାସ ପାଇଁ 500 ଟଙ୍କା ପାର୍କିଂ ଫିସ୍ କରାଯାଇଥିଲା, ତାହାକୁ କମାଇ ଦିଆଯାଇଛି। 500 ପରିବର୍ତ୍ତେ 240 ଟଙ୍କା ରଖାଯାଇଛି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ। ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟର ଦଶାବତାର ମୂର୍ତ୍ତି ଲାଗିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା କରାଯାଇଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍ କଟକଣା ଉଭୟ ସେବାୟତ ଓ ଭକ୍ତଙ୍କ ପାଇଁ ଲାଗୁ ହେବ। କୌଣସି ସୁରକ୍ଷାକର୍ମୀ ଓ ଫୋନ୍ ବ୍ୟବହାର କରିବେ ନାହିଁ। ସେବକଙ୍କ ପାଇଁ ମଧ୍ୟ ଲାଗୁ ହେବ ମୋବାଇଲ ଫୋନ୍ କଟକଣା। କଥାବାର୍ତ୍ତା ପାଇଁ ଶାଖା କାର୍ଯ୍ୟାଳୟରେ ଫୋନ୍ ବ୍ୟବହାର କରିପାରିବେ। ଖୋଲାଖୋଲି ମୋବାଇଲ ଫୋନ୍ ବ୍ୟବହାର କଲେ ହେବ ସେ କାର୍ଯ୍ୟାନୁଷ୍ଠାନ। ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ରାଜ୍ୟ ସରକାରଙ୍କୁ ପଠାଯାଇଛି। ନାଟମଣ୍ଡପରେ ଏସି ବ୍ୟବସ୍ଥା ଶୀଘ୍ର କରାଯିବ। ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ର୍ୟାମ୍ପରେ ପରିବର୍ତ୍ତନ କରାଯାଇଛି। ପ୍ରୋଟୋକଲ ଦର୍ଶନ ବ୍ୟବସ୍ଥା କେବଳ ଶ୍ରୀମନ୍ଦିର ପ୍ରଶାସନ କରିବ ବୋଲି ବୈଠକରେ ସ୍ଥିର କରାଯାଇଛି। ଏଥିସହ ବୈଠକରେ ଦିବ୍ୟାଙ୍ଗଙ୍କ ଦର୍ଶନ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ, ଏସ୍ପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତେବେ ଶ୍ରୀମନ୍ଦିରକୁ ଯିବା ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଲମ୍ବା ଲାଇନ୍ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଆପଣମାନେ ଜାଣିଛନ୍ତି ଏଇ ଯେଉଁ ପ୍ରସ୍ତାବିତ ବିଦ୍ୟାଳୟରେ ସେବକ ପରିବାର ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ଚରିତ୍ର ଏବଂ ଆଦର୍ଶ ବ୍ୟକ୍ତିତ୍ୱ ଗଠନ ପାଇଁ ମୂଲ୍ୟବୋଧ ଭିତ୍ତିକ ଏବଂ ନୈତିକ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ଏବଂ ଏହା ଏକ ମହତ୍ୱପୂର୍ଣ୍ଣ ପ୍ରକଳ୍ପ ହେବ ଶ୍ରୀମନ୍ଦିର ପାଇଁ। ପୂର୍ବରୁ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି ଏବଂ ଜିଡି ବିର୍ଲା ମେଡିକାଲ ରିସର୍ଚ୍ଚ ଆଣ୍ଡ ଏଜୁକେସନ ଫାଉଣ୍ଡେସନ ମାଧ୍ୟମରେ ଗୋटे ବୁଝାମଣା ବା ଏମ୍ଓୟୁ ହେଇଥିଲା। ତାକୁ ଆଜି ଏହି ସାଧାରଣ ପରିଷଦ ବୈଠକରେ ଯେହେତୁ କିଛି ଅଗ୍ରଗତି ହେଇନଥିଲା ତାକୁ ବାତିଲ କରାଗଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଏକ ନୂତନ ସଂସ୍ଥା ବା କୌଣସି ଶୈକ୍ଷିକ ସଂସ୍ଥା ସହିତ ବୁଝାମଣା କରାଯିବ। ଏହା ଉପରେ ବିସ୍ତୃତ ଭାବରେ ଆଲୋଚନା ହେଇଛି। ଆମର ଯେଉଁ ସେବକଙ୍କ ପାଇଁ ଯେଉଁ ଗୁରୁକୁଳ ଜାଗା ଥିଲା ତାହା ମଧ୍ୟ ମୁଖ୍ୟ ପ୍ରଶାସକ ଏବଂ କଲେକ୍ଟର ଏସ୍ପି ମହୋଦୟଙ୍କ ତରଫରୁ ତାକୁ ଚିହ୍ନଟ କରାଯାଇ ତାକୁ ଆମ ଦଖଲକୁ ଶ୍ରୀମନ୍ଦିର ପ୍ରଶାସନ ଦଖଲକୁ ନିଆଗଲା ଆଗାମୀ ଦିନରେ କାମ କରିବା ପାଇଁ। ତୃତୀୟ ହେଲା ଆମର ଯେଉଁ ମହାପ୍ରଭୁ ଜଗନ୍ନାଥ ମନ୍ଦିର ସିଂହଦ୍ୱାରରେ ଯୋଉଟା ଥିଲା ଦଶାବତାର ମୂର୍ତ୍ତି, ଯୋଉଟାକି ସମସ୍ତେ ବ୍ୟସ୍ତ ହଉଛନ୍ତି ଯେ ମହାପ୍ରଭୁ ଦଶାବତାର ମୂର୍ତ୍ତି କାହିଁ ବସୁନି। ଆଜି ମଧ୍ୟ ସେ ପ୍ରସ୍ତାବ ମୁଁ ଦେଇଥିଲି ଆଉ ତା ଦେହରେ ମଧ୍ୟ ପ୍ରସ୍ତାବରେ ବହୁତ ଆଲୋଚନା ହେଲା। ଯେହେତୁ ଆମର ପୂଜ୍ୟ ଶଙ୍କରାଚାର୍ଯ୍ୟ ହେଉଛନ୍ତି ଧର୍ମୀୟ ବ୍ୟବସ୍ଥାର ମୁଖ୍ୟ, ତାଙ୍କୁ ଚିଠି କରାଯିବ। ସେ ଯାହା ପରାମର୍ଶ ଦେବେ ତାହା ଆମର ଆଲୋଚନା କରାଯିବ। ପୁରୀରୁ ରବିନାରାୟଣ ଜେନାଙ୍କ ସହ ନିରାକାର ମହାନଗର ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।